ଜୟଗୁରୁ ମୁଁ ଦେବରାଜ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦେବରାଜ ଲାଇଭ୍ ଭିଜନ୍। ଆପଣମାନେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି, ଆଶା କରୁଛି ଠାକୁରଙ୍କୁ ଆପଣମାନେ ଭଲରେ ଥିବେ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆସନ୍ତୁ ଯିବା ଗୋଟେ ନୂଆ ବ୍ଲଗ୍କୁ। ଆଜି ନୂଆ ବ୍ଲଗ୍ରେ ଯିବା ଗୋଟେ ବିଶେଷ ସତ୍ସଙ୍ଗ ଯିବା, ଯେଉଁ ବିଶେଷ ସତ୍ସଙ୍ଗ ଦେଖିବା ଶ୍ରଦ୍ଧେୟ ଆମର ରୀତିକ ଦାଦାଙ୍କର ବହୁତ ସୁନ୍ଦର ଯାଜନ। ଆପଣଙ୍କୁ କେମିତି କ'ଣ ଲାଗୁଛି ନିଶ୍ଚୟ କମେଣ୍ଟ କରିଦେବା ଜଣାଇବେ। ଆଉ ଡେରି କରିବାନି, ଆସନ୍ତୁ ଯିବା ଦେଖିବା ଶ୍ରଦ୍ଧେୟ ରୀତିକ ଦାଦାଙ୍କର ବହୁତ ସୁନ୍ଦର ଯାଜନ। ଆସନ୍ତୁ। କହୁଥିଲେ 43 ବର୍ଷ ହେଲାଣି ଭୀମ ଟାଙ୍ଗିରେ ଥିଲେ। 43 ବର୍ଷ ହେଲାଣି ସହଦ ଭାଇଙ୍କ ସାଙ୍ଗରେ ମୋର ସମ୍ପର୍କ। ମୁଁ ଯେତେବେଳେ 83-84 ମସିହାରେ ଭୁବନେଶ୍ୱର ଆସିଲି, ସେତେବେଳେ ସବୁବେଳେ ସତ୍ସଙ୍ଗ ଯାଉଥିଲି। ଆଉ ଭୀମ ଟାଙ୍ଗିରେ ସତ୍ସଙ୍ଗ ମାନେ ଦାସ ଭାଇଙ୍କ ଘରେ ସତ୍ସଙ୍ଗ। 1972 ମସିହାରେ ସେ ଦୀକ୍ଷା ନେଇଥିଲେ। ସ୍ୱର୍ଗତ ନାନୁ ଦାସ, ଧନଶେଖର ଦାସ ତାଙ୍କ ରୀତି ସେପଟେ ସେ ଚାକିରି କରୁଥିଲେ ଏବଂ ଶ୍ରୀ ଶ୍ରୀ ଠାକୁରଙ୍କୁ ଜୀବନରେ କେନ୍ଦ୍ର କରି ସେ ଯେଉଁଭଳି ଭାବରେ ଚାଲିଛନ୍ତି, ତାଙ୍କର ସେ ଫଳଶ୍ରୁତି ସ୍ୱରୂପ ଆଜି ତାଙ୍କର ପରିଣତ ବୟସରେ ଏ ଗୃହ ପ୍ରବେଶ ଏବଂ ପ୍ରତିଷ୍ଠା, ଏ ଯେ ଗୃହ ଶବ୍ଦ, ପ୍ରତିଷ୍ଠା ଶବ୍ଦ, ୟାରି ଭିତରେ ହିଁ ସବୁକିଛି ନିହିତ ଅଛି। ଗୃହ ମାନେ ଖାଲି এই যে ইটা পথর গোড়ি সিমেন্ট বালিরে রডরে যে ঘর ତିଆରି ହେଇଛି ସେଇଟା ଗୃହ ନୁହେଁ। ଗୃହ ମାନେ ଯୋଉ ଘରେ ଯାହା କହୁଥିଲେ, ଯୋଉ ନିର୍ବାସିତ ପିଲା ଉପରେ ଯୋଉ କବିତା ଲେଖିଥିଲେ, ଛୋଟବେଳେ ଆମେ ପଢୁଥିଲୁ, ପରସ୍ପର ସ୍ନେହ ଜଣି ଥାଏ ନିରନ୍ତର, ବୈକୁଣ୍ଠ ସମାନ ଆହା ଅତି ସେହି ଘର। ଯେଉଁ ଘରେ ବୈକୁଣ୍ଠ ପ୍ରତିଷ୍ଠା ହେଇଥାଏ, ବୈକୁଣ୍ଠ ମାନେ ବିଗତ ହୋଇଛି କୁଣ୍ଠା ଯେଉଁଠାରେ, କୋଉଠି ନା ଯେଉଁ ଘରେ ପରସ୍ପର ଭିତରେ ସ୍ନେହ, ସହାନୁଭୂତି, ପାରସ୍ପରିକତା ଥାଏ, ସେଇଟା ହେଉଛି ବୈକୁଣ୍ଠ। ବୈକୁଣ୍ଠ ମାନେ କହିଲେ ଆଉ ଅନ୍ୟ କୌଣସି ଗୋଟେ ବିଶେଷ ଜାଗା ନଥାଏ। ତେଣୁ ଘରଟା କେମିତି ବୈକୁଣ୍ଠ, ସେ ସେଇ କବିତାରେ କହିଛନ୍ତି କବି, ଥାଉତା ଯେବେ ମୋର ବିହଙ୍ଗ ପକ୍ଷ, ଲଙ୍ଘି ଭୀଷଣଗିରି ସମୁଦ୍ର ପକ୍ଷ, ଦେଖନ୍ତି ପ୍ରିୟଜନ ମୁଖ କମଳ, ହୁଅନ୍ତା ସନ୍ତାପିତ ପ୍ରାଣ ଶୀତଳ। ଯେତେବେଳେ ନିର୍ବାସନ ଦଣ୍ଡ ତାଙ୍କୁ ଦିଆଯାଇଛି, ସେ ଦେଖୁଛନ୍ତି, ଦେଖଇ ନେତ୍ର ଯାହା ଚଉଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ୱର। ମୋ ଆଖି ଯେପର୍ଯ୍ୟନ୍ତ ପାଉଛି ସବୁଠାରୁ ମୁଁ ହେଉଛି ଅଧୀଶ୍ୱର, ମୁଁ ହେଉଛି ରାଜା। କାରଣ ଆଉ ସେଠି କେହି ନାହାନ୍ତି, ତା ବ୍ୟତୀତ ଅନ୍ୟ କେହି ନାହାନ୍ତି। ତେଣୁ ସିଏ ରାଜା, ସିଏ ପ୍ରଜା, ସିଏ ସବୁ କିଛି, କିନ୍ତୁ ସେଥିରେ ସେ ସନ୍ତୁଷ୍ଟ ନୁହଁ। ସେ କହୁଛି, ମୋର ଯଦି ପକ୍ଷୀ ଥାନ୍ତା ମୁଁ ଉଡ଼ି ଯାଆନ୍ତି, କୋଉଠିକି ଯିବି ନା ସେଇ ଘରକୁ ଯିବି, ଯୋଉ ଘରେ ମୋର ବନ୍ଧୁବାନ୍ଧବ, ମୋର ପିତାମାତା, ମୋର ଆତ୍ମୀୟ ସ୍ୱଜନ ଯୋଉଠି ରହୁଛନ୍ତି, ମୁଁ ସେଇମାନଙ୍କ ପାଖକୁ ଫେରିଯିବି। କାରଣ ମଣିଷ ହେଉଛି ସେ ସାମାଜିକ ପ୍ରାଣୀ। ଆଉ ପରମ ବ୍ରହ୍ମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏ ଯୁଗର ସର୍ବଶ୍ରେଷ୍ଠ ବିବର୍ତ୍ତିତ ପୁରୁଷୋତ୍ତମ ଆମମାନଙ୍କୁ ସେଇ ପରିବାରର କଥା କହିଛନ୍ତି। ଯାହାକୁ ଯୋଉଟା ବେଷ୍ଟନ କରି ରଖେ, ସମସ୍ତଙ୍କୁ ଏକାଠି କରି ରଖେ, ସେଇଟା ହେଉଛି ପରିବାର। ଆଉ ସେ ପରିବାର ଯେତେବେଳେ ଜଣକୁ କେନ୍ଦ୍ର କରି ଚାଲିବେ, ସେତେବେଳେ ସେଇ ପରିବାରଟା ଶାନ୍ତି ଆନନ୍ଦ ପାଇବ, ସମସ୍ତେ ଆନନ୍ଦରେ ରହିବେ। ଯେପର୍ଯ୍ୟନ୍ତ ସେ ଜଣକୁ କେନ୍ଦ୍ର କରି ନ ଚାଲିଛନ୍ତି, ସେ ପର୍ଯ୍ୟନ୍ତ ସେ ପରିବାରରେ ସୁଖ ଶାନ୍ତି ଆନନ୍ଦ ଆସିପାରିବ ନାହିଁ। ଟେକଚାନ୍ଦ ବୋଲି ଜଣେ ତାଙ୍କର ଭକ୍ତ ଥିଲେ, ଗୁରୁ ନାନକଙ୍କର। ସେ ତାଙ୍କ ପାଖକୁ ଟେକଚାନ୍ଦ ଆସିଲେ, ସେ ଆସିକି ଶ୍ରୀଚନ୍ଦ ତାଙ୍କୁ ଆସି ପଚାରିଲେ, କହିଲେ, ଗୁରୁଜୀ ଏ ବୈକୁଣ୍ଠ କ'ଣ? ସମସ୍ତେ କହୁଛନ୍ତି ବୈକୁଣ୍ଠ, ଏ ବୈକୁଣ୍ଠଟା କ'ଣ? ବୈକୁଣ୍ଠ କୋଉଠି ଅଛି? ସେ କହିଲେ, ବୈକୁଣ୍ଠ ଦେଖିବ। ସାଙ୍ଗେ ସାଙ୍ଗେ ତାଙ୍କ ଘରକୁ ତାଙ୍କୁ ନେଇଗଲେ। ଘରେ ଦିନ ଦ୍ୱିପହର ତାଙ୍କ ସହଧର୍ମିଣୀ ଡାକିଲେ, ଶୁଣୁଛ? ସହଧର୍ମିଣୀ ଆସିଲେ, କହିଲେ, କ'ଣ କାହିଁକି ଡାକିଲ, କ'ଣ? ସେ କାମରେ ବ୍ୟସ୍ତ ଥିଲେ, ସାଙ୍ଗେ ସାଙ୍ଗେ ଆସି ସ୍ୱାମୀଙ୍କ କଥା ଶୁଣିଲେ। କହିଲେ, କ'ଣ କହୁଛ? ନା ତମେ ଗୋଟେ କାମ କର, ତମେ ବାରିଆଡ଼ିକି ଯିବ, ବାରିଆଡ଼େ କିଛି ବାଲି ଆଉ କିଛି ମାଟି ତାକୁ ମିଶେଇକିରି ତାକୁ ଗୋଳିକି ଚକଟି ଦବ, ଆଉ ଚକଟିକିରି ଛୋଟ ଛୋଟ ଗୁଲି କରିବ। ଆଉ ସେ ଗୁଲିଟାକୁ ବେଲଣା ପଟାରେ ଛୋଟ ଛୋଟ ପୁରୀ ଯେମିତି ବେଲନ୍ତି ସେମିତି ବେଲି ଦବ, ତାକୁ ଘିଅ କଡ଼େଇ ଗରମ କରିବ, ତା ଦେହରେ ସେଇଟାକୁ ଛାଣିଦବ, ଆଉ ତାକୁ ବାରିଆଡ଼େ ଦେଇକି ପୋତିଦବ, ଖାଲ ତୋଳିକି ପୋତିଦବ। ଯାହା ଯାହା ଗୁରୁ କହିଲେ
ତାଙ୍କର ସହଧର୍ମିଣୀ ସେଇଆ କଲେ। ଇଏ ବୋକା ହେଇକି ଚାହିଁଛି ଶ୍ରୀଚନ୍ଦ୍ର ତାଙ୍କ ଶିଷ୍ୟ, ଇଏ କ'ଣ ଘଟଣା କ'ଣ ଦେଖିଲ ନା? ହଁ ଦେଖିଲି। ନା ଏ କ'ଣ ଏଇଟା ହେଉଛି ବୈକୁଣ୍ଠ। ଯୋଉ ପରିବାରରେ ଏଇଭଳି ସମ୍ପର୍କ ଥାଏ, ଦିନ ଦ୍ୱିପହର କାମ କିଛି ନାହିଁ, ଏସବୁର କୌଣସି ଆବଶ୍ୟକତା ନାହିଁ, ସେ ଏସବୁ କାମ କରିଦେଲେ। ପୁଣି ବସିଛନ୍ତି, କହିଲେ ଆମ ଘରକୁ ଜଣେ ଆସିଛନ୍ତି, ତାଙ୍କୁ ଟିକେ ଚା ଟିକେ ଖାଇବାକୁ ଦିଅ, ଟିକେ ଚା କି ଥଣ୍ଡା କ'ଣ ଟିକେ ଖାଇବାକୁ ଦିଅ, ଚର୍ଚ୍ଚା କରିବାକୁ ପଡ଼ିବ। ତାଙ୍କ ସ୍ତ୍ରୀ କ'ଣ କଲେ ନା ଯୋଉ ସର୍ବତଟା କରିକି ଆଣିଛନ୍ତି ତା ଦେହରେ ବିଲକୁଲ ଚିନି ପକେଇ ନାହାନ୍ତି, ପୁଣି ଲୁଣ ପକେଇଛନ୍ତି, ଯୋଉଟା କି ଟିକେ ବି ପାଟିରେ ଦେଇ ହବନି। ଦି ଜଣଙ୍କୁ ଦି ଗ୍ଲାସ ପରିସି ଦିଆଗଲା। ଗୁରୁ କ'ଣ କଲେ ତାକୁ ଢକି ସବୁ ପିଇ ଦେଇଗଲେ। ଏ ଯୋଉ ଶିଷ୍ୟ ଥିଲେ ଇଏ ବି ପିଇଲେ। ଇଏ ପିଇଲେ ଆଉ ପିଇ ପାରିଲେନି, ଢୋକି ନେଇଛନ୍ତି ଆଉ ପିଇ ପାରିଲେନି। କହିଲେ ଏଇଟା ମୁଁ ବିଲକୁଲ ପାଟିରେ ଦେଇପାରୁନି, ଆପଣ ଏକା ଜାଗାକୁ ଆସିଲା ଏକା ସାଙ୍ଗେ ସାଙ୍ଗେ ଦେଲେ, ଆପଣ କେମିତି ଧକରେ ପିଇଦେଲେ, ଏତେ ଲୁଣ ହେଇଛି ମୁଁ ତାକୁ ପାଟିରେ ଦେଇପାରିବି। ସେ କହିଲେ ଏଇଟା ହେଉଛି ବୈକୁଣ୍ଠ, ଯୋଉଠି ସ୍ୱାମୀ କଥା ସ୍ତ୍ରୀ ବିନା ଓଜରେ ବିନା ପ୍ରଶ୍ନରେ କୌଣସି ବିରୋଧ ନ ରଖିକି କୌଣସି ପ୍ରଶ୍ନ ନ ରଖିକି ତାର ପରିପାଳନ କରନ୍ତି। ଆଉ ଯୋଉଠି ସ୍ତ୍ରୀର କୌଣସି କାମରେ ସ୍ୱାମୀ ଅସନ୍ତୁଷ୍ଟ ନ ହେଇକି ତାକୁ ପରିପୂରଣ କରନ୍ତି, ଯୋଉଟା ଶାସ୍ତ୍ରରେ କୁହାଯାଇଛି ସନ୍ତୁଷ୍ଟ ଭାର୍ଯ୍ୟା ଭର୍ତ୍ତା ଭର୍ତ୍ତା ଭାର୍ଯ୍ୟା ତଥୈବ ଚ ଯସ୍ମିନ୍ କୁଳେ ନିତ୍ୟମ୍ କଲ୍ୟାଣଂ ତତ୍ ବୈକୁଣ୍ଠଂ। ଯୋଉ ପରିବାରରେ ମାନେ ସନ୍ତୁଷ୍ଟ ଭାର୍ଯ୍ୟା ଭର୍ତ୍ତା ଭର୍ତ୍ତା ଭାର୍ଯ୍ୟାକୁ ସନ୍ତୁଷ୍ଟ କରିବ ଏବଂ ସ୍ତ୍ରୀ ମଧ୍ୟ ତାର ସ୍ୱାମୀକି ସନ୍ତୁଷ୍ଟ କରିବ, ସେଇଟା ହେଉଛି ପ୍ରକୃତରେ ବୈକୁଣ୍ଠ। ତମେ ଘରକୁ ହେଲା ମୁଁ ବି ବୈକୁଣ୍ଠ ଦେଖେଇବି। ଆମମାନଙ୍କ ଭିତରେ ତ ସ୍ୱାମୀ ସ୍ତ୍ରୀ ଭିତରେ ଯୋଉଭଳି ସମ୍ପର୍କ, ତାଙ୍କ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯୋଉଭଳିଆ ସମ୍ପର୍କ ଥିଲା, ସିଧା ଘରକୁ ଗଲା, ବିରାଟ ଚିତ୍କାର କରି ଡାକିଲା, ଶୁଣୁଛ। ତାଙ୍କ ସ୍ତ୍ରୀ କାମରେ ବ୍ୟସ୍ତ ଥିଲେ, କ'ଣ ଏତେ ବଡ଼ କାହିଁକି ଏତେ ଜୋର ପାଟି କରୁଛୁ, କ'ଣ ହେଲା? ନା ତମେ ଆସ ଗୋଟେ ବଢ଼ିଆ ଜିନିଷ ତ ମୁଁ ଦେଖେଇବି। ମୁଁ ବଢ଼ିଆ ଜିନିଷ ଦେଖିକି ଆସିଛି, ସେଇଟା ବର୍ତ୍ତମାନ ଆମ ଘରେ କରିବା। ନା କ'ଣ? ନା ତମେ ଗୋଟେ କାମ କର, ଯାଇକି ବାରିଆଡ଼େ କିଛି କାଠୁ ଆଉ ବାଲି ଆଣି ତାକୁ ମିଶେଇକିରି ଚକଟି ଦିଅ, ତାକୁ ଛୋଟ ଛୋଟ ଗୁଲି କରିଦିଅ। ମୁଣ୍ଡ ଫୁଣ୍ଡ ବୋଧେ ଖରାପ ହେଲା, ମୁଁ କ'ଣ କହୁଛି କର, ହଉ କ'ଣ ଗୋଟେ କହୁଛି। ସେ କ'ଣ କଲା, ସେୟା କଲା। ତାକୁ ବେଲନା ପଟାରେ ତାକୁ ଛୋଟ ଛୋଟ ଗୁଲି କରିକି ପୁରୀ ଭଳିଆ ବେଲି ଦିଅ। କହିଲା କ'ଣ କାମ ଦାମ କିଛି ନାହିଁ, ତାକୁ ଯାତ୍ରା ଦେଖି ସୋଦାସୁଦି ଗଲା। କହିଲା ମୁଁ ଗୋଟେ ବଢ଼ିଆ ଜିନିଷ କହୁଛି, ଟିକେ ଧୈର୍ଯ୍ୟ ଧରିକି ଏଇଟା କର। ସେ ଧୈର୍ଯ୍ୟ ଧରିକି ସେଇଟା କଲା। ଯେତେବେଳେ କହିଲା ଯେ ଘିଅ କଡ଼େଇ ଗରମ କରିକି ତାକୁ ଛାଣ ବୋଲିକି, ସେ ସିଧା ଦାଣ୍ଡକୁ ଦୌଡ଼ିଲା। କହିଲା ମୋ ସ୍ୱାମୀ ପାଗଳ ହେଇଗଲାଣି, ଦୌଡ଼ି ଆସ ସମସ୍ତେ। ଆରେ ମୁଁ ପାଗଳ ହେଇନି, ମୁଁ ବର୍ତ୍ତମାନ ଗୁରୁଙ୍କ ପାଖରେ ବୈକୁଣ୍ଠ ଦେଖିକି ଆସିଲି, ସେଇଟା ବର୍ତ୍ତମାନ ମୋ ଘର କରିବା ପାଇଁ ଚାହୁଁଥିଲି। ଇଏ ହେଉଛି ଏହି ଅବସ୍ଥା। ମାନେ ଯେତେ ଯାହା ଥାଉ, ଯେତେ ଘର ଦ୍ୱାର ସଂସାର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଛନ୍ତି ଯୋଉ ଘରଟା କେମିତି ସୁନ୍ଦର କରାଯିବ, ଦୁଇଟା ସୁନ୍ଦର କଥା କହିଲେ। କହିଲେ ସାଙ୍ଗରେ ଭୋଜନ ଆଉ ସାଙ୍ଗରେ ଭଜନ, ଦୁଇଟା ଜିନିଷ। ସାଙ୍ଗରେ ଭୋଜନ କ'ଣ ନା, ସାରା ଦିନ କିଏ କୁଆଡ଼େ ଯାଇଥିବେ, ଛୋଟ ଛୋଟରୁ ଆରମ୍ଭ କରି ବୁଢ଼ା ବୁଢ଼ୀ ପର୍ଯ୍ୟନ୍ତ ସମସ୍ତେ କିନ୍ତୁ ଘରକୁ ଫେରିବେ। ଘରକୁ ଫେରିଲା ପରେ କ'ଣ କରିବାକୁ ପଡ଼ିବ? କହିଲେ ଘରକୁ ଫେରିଲା ବେଳେ ସମସ୍ତେ ଏକାଠି ବସିକି ଖାଆନ୍ତି, ସାଙ୍ଗରେ ଭୋଜନ କରନ୍ତି। ସାଙ୍ଗରେ ଭୋଜନ କଲେ କ'ଣ ହବ? କହୁଛନ୍ତି ନା ହାତରୁ ଅଇଁଠା ଶୁଖିଯାଉ, ହାତରେ ଅଇଁଠା ଲାଗିଯାଉ, ଶୁଖିଯାଉ। ପରସ୍ପର ଭିତରେ କଥାବାର୍ତ୍ତା, ଆଳାପ ଆଲୋଚନା, ପରସ୍ପର ଭିତରେ ସ୍ନେହ ସହାନୁଭୂତି, ତାରି ଭିତରେ ସମୟ ବିତେଇ ଦିଅନ୍ତି। ଦେଖିବେ କେତେ ପରସ୍ପର ଭିତରେ ପରସ୍ପର କେତେ ନିକଟତର ହେଇଛି। ଆଉ ଗୋଟେ କହିଲେ ସାଙ୍ଗରେ ଭଜନ। ସାଙ୍ଗରେ ଭଜନ ମାନେ ସକାଳ ପ୍ରାର୍ଥନାଟା। ସମସ୍ତେ ଶୋଇଥିବେ, ସକାଳ ହେଲେ ତ କିଏ କୁଆଡ଼େ ଯିବେ, କିଏ କୁଆଡ଼େ ଯିବା ପୂର୍ବରୁ ପ୍ରାର୍ଥନା। ସମସ୍ତେ ଏକାଠି ବସିକି ଗୋଟେ ଜାଗାରେ ସମବେତ ପ୍ରାର୍ଥନା କରୁଛନ୍ତି ଠାକୁରଙ୍କ ପାଖରେ। ଏବଂ ସେଇଠି ସାରା ଦିନର କାହାର କ'ଣ ଦରକାର, କ'ଣ ଅଭାବ ଅଭିଯୋଗ, କାହାର ଖାତା ଦରକାର, କାହାର ପେନ୍ସିଲ୍ ଦରକାର, କାହାର ପଇସା ଦରକାର, କିଏ କୁଆଡ଼େ ଯିବ, କ'ଣ ଦରକାର, ସମସ୍ତଙ୍କ ଭିତରେ ସେ ସମ୍ପର୍କଟା ଟିକେ ସୁନ୍ଦର କରିବା। ସେ ଠାକୁର ଯେତେ ପାବନାର କଥା ଠାକୁର କ'ଣ କରିଛନ୍ତି, ମାନେ ଯେତେବେଳେ ଶ୍ରୀ ଶ୍ରୀ ବଡ଼ମା ନୂଆ ବାହା ହେଇକିରି ଆସନ୍ତି, ମାନେ 12 ବର୍ଷ ତ ବୋହୂ ହେଇକି ଆସିଥିଲେ, ଘରର ବଡ଼ ବୋହୂ, ସେ ନିଜେ ରୋଷେଇ କରନ୍ତି। ଆଉ ଠାକୁରଙ୍କର ପରିବାର ବିରାଟ ବଡ଼ ପରିବାର, ଆଉ ବଡ଼ମା ସବୁ ରୋଷେଇ କରନ୍ତି। ବଡ଼ମା ରୋଷେଇ କରିକି ଖାଇବାକୁ ଦେଇଛନ୍ତି। ଘରର ବଡ଼ ପୁଅ ଶ୍ରୀ ଠାକୁର ବଡ଼ ପୁଅ, ସେ ଆଗ ଖାଇବେ। ଆଉ ଶ୍ରୀ ବଡ଼ମା ନିଜେ ପାଖରେ ରହିକି ଖାଇବାକୁ ଦିଅନ୍ତି, ବିଛଣା କରିଦିଅନ୍ତି, ସବୁ କେତେବେଳେ କ'ଣ ଦରକାର ସବୁ ଜିନିଷ ଜୀବନର ଶେଷ ପର୍ଯ୍ୟନ୍ତ କରୁଛନ୍ତି। ଖାଇବାକୁ ଦେଇ ଦେଇଛନ୍ତି, ଗୋଟେ ଶାଗ ରାନ୍ଧିଛନ୍ତି।
ସେ ଶାଗରେ କ'ଣ ହେଇଛି ମନ ନାହିଁ ପାଉଡ଼ାରେ 2 ଥର ଲୁଣ ପକେଇ ଦେଇଛନ୍ତି ଆଉ ଶାଗଟା ଏକଦମ ଲୁଣିଆ ହେଇଯାଇଛି। ସେ ଠାକୁର ଖାଉଛନ୍ତି, ଖାଉ ଖାଉ ସବୁତକ ଶାଗ ଆଉ ସମସ୍ତ ତରକାରୀ ପତ୍ର ଯାହା ସବୁ ଥିଲା ସବୁ ଅଛି, ଠାକୁର ଶାଗଟା ମାଗିକି ସବୁ ଖାଇସାରିଲେ। ସେ ବଡ଼ମା ମନେ ମନେ ଭାବିଲେ ଶାଗଟା ଏତେ ସୁନ୍ଦର ହେଇଛି, ଏତେ ପ୍ୟାଲେଟେବୁଲ ହେଇଛି, ଏତେ ଟେଷ୍ଟି ହେଇଛି, ନିଜେ ରାନ୍ଧିଛନ୍ତି ତ ଟିକେ ରଖିଦେଲେ ଖାଇବା ପାଇଁ, ଚାଖିବା କେତେ ଭଲ ହେଇଛି। ସେ ଠାକୁର ଖାଇଲେ ଆଉ ଖାଇକିରି ପଳେଇଲେ। ତାପରେ ସେ ବଡ଼ମା ଯାଇକି ଟିକେ ପାଟିରେ ଦେଇଦେଲେ, ଯେମିତି ପାଟିରେ ଦେଇଦେଲେ ଚୁପି ଶାଗ ଟିକେ ଫୋପାଡ଼ି ଦେଲେ, କାରଣ ସାଂଘାତିକ ଲୁଣ ହେଇଯାଇଛି। ଠାକୁରଙ୍କୁ ପଚାରିଲେ ତମକୁ ମୁଁ ଶାଗ ଦେଲି, ଏ ଶାଗଟା ମୁଁ ନିଜେ ରାନ୍ଧିଛି, ମୁଁ ନିଜେ ପାଟିରେ ଦେଇପାରିଲିନି, ଖାଇପାରିଲିନି, ତୁମେ ମାଗି ମାଗିକା ସବୁତକ ଶାଗ ଖାଇଦେଲ। ନା ହଁ ମୁଁ ଜାଣିଛି ଲୁଣିଆ ହେଇଛି, ସେଟା ପାଟିରେ ଦେଇହେବନି, କିନ୍ତୁ ମୁଁ ସବୁ ଖାଇଦେଲି। ନା କାହିଁକି ସବୁଗୁଡ଼ା କାହିଁକି ଖାଇଲ? ନା ଏଇ ଶାଗ ଯଦି ତୁମେ ଶ୍ୱଶୁରକୁ ଦେଇଥାନ୍ତ, ଶାଶୁକୁ ଦେଇଥାନ୍ତ, ଦିଅରକୁ ଦେଇଥାନ୍ତ, ନଣନ୍ଦକୁ ଦେଇଥାନ୍ତ, କି ଆଉ ଅନ୍ୟ କାହାକୁ ଦେଇଥାନ୍ତ, ସମସ୍ତେ ଥୁ ଥୁ କରି ଫୋପାଡ଼ିଥାନ୍ତେ ଏବଂ ତମକୁ କ'ଣ ନାହିଁ କ'ଣ କହିଥାନ୍ତେ 14 ବର୍ଷ ଉଦ୍ଧାର କରିଦେଇଥାନ୍ତେ। ଆଉ ମୁଁ ସ୍ୱାମୀ ହିସାବରେ ସ୍ତ୍ରୀର ଏଭଳି ଅମର୍ଯ୍ୟାଦା, ଏଭଳି ଅପମାନ ମୁଁ ସହ୍ୟ କରେ, ତେଣୁ ମୁଁ ସହ୍ୟ ଖାଏ। ଚିନ୍ତା କରୁଛନ୍ତି ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି? ସେ ଠାକୁର ସେମିତି ଖାଉଛନ୍ତି, ଖାଇଲା ବେଳେ ଭାତ ଗୋଟେ ଗୋଡ଼ି ବାହାରିଲା। ସେ ଗୋଡ଼ିଟାକୁ କ'ଣ କଲେ ଠାକୁର ମାନେ ଅତି ସନ୍ତର୍ପଣରେ ସେ ବଡ଼ମା ଟିକେ ବାହାରକୁ ଯାଇଛନ୍ତି କ'ଣ ଆଣିବାକୁ, ଥାଳି ତଳେ ଲୁଚେଇ ଦେଇଛନ୍ତି, ଯୋଉ ଚୋପା ଥାଏ ତା ଭିତରେ ଲୁଚେଇ ଦେଇଛନ୍ତି। ଠାକୁର ଖାଇସାରିଲା ପରେ ସେ ବଡ଼ମା ନିଜେ ବାସନ ଉଠାନ୍ତି, ବାସନ ଉଠେଇଲା ପରେ ଦେଖିଲେ ଗୋଟେ ଗୋଡ଼ି ବାହାରିଲା। ତାଙ୍କ ମନକୁ ପାପ ଚିନ୍ତା, ଗୋଡ଼ିଟା କୋଉଠୁ ଆସିଲା, କେମିତି ଆସିଲା? ଠାକୁର କିନ୍ତୁ କିଛି କହିନାହାନ୍ତି। ତା ପରଦିନ ସେ ବଡ଼ମା ନିଜେ ଚାଉଳ ବାଛ, ଠାକୁର କହିଲେ କି କରୁଛ, ଚାଉଳ ବାଛ କ'ଣ, ଘର କୋଉ କେହି ନାହାନ୍ତି, ଏତେ ଲୋକ ଅଛନ୍ତି, ଆଉ କି ଘରେ ଚାଉଳ ବାଛି ପାରିଲେନି? ନା ନାହିଁ, ତାଙ୍କ ଉପରେ ମୋର ଭରସା ହେଲାନି। ନା କ'ଣ ଭରସା ହେଲାନି? କାଲି ଭାତ ଖାଉଥିଲ, ଭାତରୁ ଗୋଟେ ଗୋଡ଼ି ବାହାରିଲା, ନା ଭାତରୁ ଗୋଡ଼ି ବାହାରିଲା ତ ମୁଁ କିଛି କହିନି, କାହାକୁ କହିନି? ନା ତମେ କହିନି ଗୋଡ଼ିଟା ଲୁଚେଇ ଦେଇଥିଲ? କେମିତି? ଲକ୍ଷ୍ୟ ମାନେ ସବୁବେଳେ ସିଏ ଲକ୍ଷ୍ୟ କରି ଚାଲନ୍ତି। ମୁଁ ଦେଖିଲି ଗୋଡ଼ିଟା ବାହାରିଲା, ତେଣୁ କାହା ଉପରେ ମୋର ଭରସା ଆସିଲାନି, ମୁଁ ନିଜେ ଗୋଡ଼ି ବାଛିଲି। ସ୍ୱାମୀ ସ୍ତ୍ରୀ ଭିତରେ କି ସମ୍ପର୍କ ଚାଲିଛି, ସେ ଘର ଯେମିତି ବି ହେଇଥାଏ, କୁଡ଼ିଆ ଘର ବି ହେଇଥାଏ, ସେଥିରେ ଏଇ ସମ୍ପର୍କ ପରସ୍ପର ସ୍ନେହ ହିଁ ଥାଏ ନିରନ୍ତର। ସେଇଟା ହେଉଛି ପ୍ରକୃତରେ ବୈକୁଣ୍ଠ। ଏବଂ ଶ୍ରୀ ଶ୍ରୀ ଠାକୁର ଆମକୁ ସେଇ ବୈକୁଣ୍ଠ ଆମ ଘରେ ପ୍ରତିଷ୍ଠା କରିବା ପାଇଁ ଆସିଛନ୍ତି। ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହୁଥିଲେ, ଆପଣମାନେ ସମସ୍ତେ ଶୁଣିଛନ୍ତି, ବିଭିନ୍ନ ଜାଗାରେ କହିଛନ୍ତି, କବି ଶୈଳୀରେ କହିଛନ୍ତି। ତାହେଲେ ଆମର ବାହାଘର 25 ବର୍ଷ ହେଇଗଲା, ଯେତେବେଳେ 25 ବର୍ଷ ବାହାଘର, 25 ବର୍ଷ ବାହାଘର ଭିତରେ କେମିତି କଳି ଲାଗେ, କେମିତି ସ୍ୱାମୀ ସ୍ତ୍ରୀ ଭିତରେ ଅପଡ଼ ହୁଏ, ମୁଁ ସେଟା ଜାଣିନି। ଆଉ ଆପଣମାନେ ମୋତେ କହିଦେବେ କେମିତି ଝଗଡ଼ା ହୁଏ, କେମିତି କଳି ହୁଏ। ଠିକ ଅଛି, କେମିତି କିଏ କହିପାରିବେ? ଛାତିରେ ହାତ କେହି କହିପାରିବେନି। ପୂଜ୍ୟପାଦ ଶ୍ରୀ ଶ୍ରୀ ଅବିନ୍ଦା କହୁଥିଲେ, କହିଲେ ବାହାଘର ପରେ ଯେତେବେଳେ କହିଲେ ମୁଁ ଶୁଣିଥିଲି ମାଙ୍କ ଠାରୁ, ଯେତେବେଳେ ଯାଆନ୍ତି ସବୁ ଆମର ଏଠି 16 ମଙ୍ଗଳାକୁ ଯାଆନ୍ତି, ଅଷ୍ଟମଙ୍ଗଳାକୁ ଯାଆନ୍ତି, ସେମିତି ଶ୍ୱଶୁର ଘରକୁ ବୁଲିବାକୁ ଯାଇଛନ୍ତି ଶ୍ରୀ ଶ୍ରୀ ଆଚାର୍ଯ୍ୟ ଏବଂ ବଡ଼ ବୋରାଣୀ ମା, 2 ଜଣ ଯାଇଛନ୍ତି। ବାଟରେ ଗଲାବେଳକୁ ଭୀଷଣ ଆମିଷାସୀ ପରିବାର ତାଙ୍କର। ବଡ଼ ବୋରାଣୀ ମା ଫୋନ କରିକି ସବୁ କହିଛନ୍ତି, ଜୋଇଁ ଯାଉଛନ୍ତି, ପ୍ରଥମ କରି ଯାଉଛନ୍ତି, ଆଉ ତାଙ୍କର ତ କେହି ଖାଆନ୍ତିନି, ମୁଁ ତାପରେ ଖାଇବି ନ ଖାଇବି, କିନ୍ତୁ ଏତେ ଦିନ ହେଲାଣି ମୋ ପାଟି ଅବାଗିଆ ଲାଗିଲାଣି। ଆଉ ଯେତେ ପ୍ରକାର ବଙ୍ଗାଳୀମାନେ ମାଛକୁ ଭଲ ପାଆନ୍ତି, ମାଛ ବୋଧେ ଯେତେ ପ୍ରକାର ଆଇଟମ୍ କରିବା କଥା ସବୁ କରିକିରି ରଖିଥିବ, ସବୁ ପ୍ରକାର ବ୍ୟବସ୍ଥା କରିବା ପାଇଁ ଫୋନ କରି ସବୁ କହିଦେଇଛନ୍ତି। ବାଟରେ ଗଲାବେଳକୁ ଶ୍ରୀ ଶ୍ରୀ ଆଚାର୍ଯ୍ୟ କହିଲେ ମୋର ଗୋଟେ କଥା ରଖିବ, ମୁଁ ତମକୁ ଗୋଟେ ଜିନିଷ ମାଗିବି। ବଡ଼ ବୋରାଣୀ ମା ମନେ ମନେ ଭାବିଲେ କ'ଣ କହିବେ, ଆମର ତ ଘର ତ ସବୁ ଦିଆଯାଇଛି, ମନ ପକେଇକି କହିଲେ ହାତ ଘଡ଼ିଟା ଦିଆହେଇନି, ହାତ ଘଡ଼ିଟା ଦିଆହେଇନି। ଆଉ ସେ ହାତ ଘଡ଼ିଟା ଦିଆହେଇନି, ଗୋଟେ ଭଲ ହାତ ଘଡ଼ି ବାବାଙ୍କୁ କହିବି, ସେ ଦେଇଦେବେ। ଏଇଟା ତ ହଁ, ତମେ ଯାହା ମାଗିବ ମୁଁ ନିଃସର୍ତ୍ତରେ ସବୁ ମାନିଦେବି। ନା ମାନିବ ତ? ନା କହିଲି ପୁରା ନିଶ୍ଚିତ ମାନିବି। ନା ତମେ ଗୋଟେ କାମ କରିବ, ଆଜିଠାରୁ ତମେ ଆମ ଘର ତ ମାଛ ମାଂସ ପିଆଜ ରସୁଣ ଖାଉନ, ଆଉ ଆଜିଠାରୁ ତମେ ଜୀବନରେ ମାଛ ମାଂସ ପିଆଜ ରସୁଣ ଖାଇବ ନା। ସାଙ୍ଗେ ସାଙ୍ଗେ ଫୋନ କରି କହିଲେ, ମା ଯେତେ ଯାହା ରନ୍ଧା ହେଇଛି, ଯାହା କିଛି ହେଇଛି ସବୁଗୁଡ଼ାକ ବାରିଆଡ଼େ ପୋତିଦିଅ, ଆଉ ନୂତନ ଭାବରେ ଆମ ପାଇଁ ଏଇ ସବୁ ସାଧାରେ ଆଇଟମ୍ କର, ଜୀବନରେ ଆଉ ସେ ଖାଇବେ ନାହିଁ। ଇଏ ହେଉଛି ସ୍ୱାମୀ ସ୍ତ୍ରୀ ଭିତରେ ଭଲ ପାଇବା। ସେଇଥିପାଇଁ ସେ ହେଉଛନ୍ତି ଆଚରଣ ସିଦ୍ଧ ଆଚାର୍ଯ୍ୟ, ତାଙ୍କ ଜୀବନରେ ଏବଂ ସେ ଯେତେବେଳେ ଯାହା ଯୋଉ ଆହ୍ୱାନ ଦଉଛନ୍ତି ସେଇ ଆହ୍ୱାନ ଖୁସିର
ଧାର୍ଯ୍ୟ କଲେ ଆମେ ନିଶ୍ଚିତ ଭାବରେ ମଙ୍ଗଳର ଅଧିକାରୀ ହେବା। ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହେଇଛି ତାକୁ ଲକ୍ଷ୍ୟ କରି ପରମ ପୂଜ୍ୟ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଏବଂ ପୂଜ୍ୟ ଶ୍ରୀ ଶ୍ରୀ ଅବିନ୍ଦା ବର୍ତ୍ତମାନ ଯାହା ଆମେ ପ୍ରଥମେ ପିଲାବେଳେ ଦୀକ୍ଷା ନେଇଥିଲେ ଆମେ ଯାହା କରୁଥିଲେ ଆପଣମାନେ ଜାଣିଥିବେ। ମୋର 52 ବର୍ଷ ଦୀକ୍ଷା ହେଲାଣି। ଆମେ ସେତେବେଳେ କରୁଥିଲୁ ଯେଉଁ ପ୍ରାର୍ଥନାଟା ମୋ ଜୀବନରେ ଗୋଟିଏ ଦିନ ପ୍ରାର୍ଥନା ବନ୍ଦ ହେଇନି ମୁଁ କହିପାରିବି। ପ୍ରତି ଘରେ ଘରେ ବୁଲିକିରି ପ୍ରତି ଉପଯୋଜନା କେନ୍ଦ୍ରରେ এই ପ୍ରାର୍ଥନାଟାକୁ ଆରମ୍ଭ କରନ୍ତୁ। এই ପ୍ରାର୍ଥନା ଭିତରେ କେତେ ଶକ୍ତି ଅଛି କ'ଣ ଅଛି ଆପଣମାନେ କଲେ ହିଁ ଜାଣିବେ। ତାଙ୍କର ଆହ୍ୱାନକୁ ଆମେ ମାନିବା। ପ୍ରତି କେନ୍ଦ୍ର ମନ୍ଦିର ବିହାରରେ ଦୁଇଓଳି ସୁନ୍ଦର ଭାବରେ ପ୍ରାର୍ଥନା ହେବ, ଉପସ୍ଥାନ ବଢ଼ିବ ଏବଂ ପ୍ରତ୍ୟେକ ଉପଯୋଜନା କେନ୍ଦ୍ରରେ সেই ପ୍ରାର୍ଥନା ହେବ। এই ନିବେଦନ ରଖି ପୁଣି ଥରେ ଶ୍ରଦ୍ଧେୟ ଆମ ଦାସ ଭାଇ ଏବଂ ତାଙ୍କର ପରିବାର ପରିବେଶ ଗୋଷ୍ଠୀ ସମସ୍ତେ ଏ ଗୃହର ଉନ୍ନତି ମଙ୍ଗଳ ପାଇଁ ପ୍ରାର୍ଥନା ନିବେଦନ କରି ଜୟ। ଆଜିର ବ୍ଲଗ୍ରେ ତୁମେ ଦେଖିଲେ କେମିତି ଶ୍ରଦ୍ଧା ରୀତିକ ଦାଦାଙ୍କର ବହୁତ ସୁନ୍ଦର ରାଜନ ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଜଣାଇ ପୁଣି ଦେଖା ହେବ ଗୋଟେ ନୂଆ ବ୍ଲଗ୍ରେ ହେଉଛି ଆପଣମାନଙ୍କ ପ୍ରତି ନମସ୍କାର ଜୟ ଜଗନ୍ନାଥ ଜୟ ଗୁରୁ।